ଆଜିର ଆମର ବିଷୟ ହେଉଛି ଭାରତ କ'ଣ ତମସାଚ୍ଛନ୍ନ ଦେଶ? ଡେଟ୍ରଏଟ୍ ସହରରେ ଗୋଟିଏ ଭାଷଣର ବିବରଣୀ 1894 ମସିହା 5 ଏପ୍ରିଲରେ ବୋଷ୍ଟନ୍ ଇଭିନିଂ ଟ୍ରାନ୍ସକ୍ରିପ୍ଟ ନାମକ ସମ୍ବାଦପତ୍ରର ସମ୍ପାଦକୀୟ ମନ୍ତବ୍ୟ ସହ ଉଦ୍ଧୃତ। ସମ୍ପ୍ରତି ସ୍ୱାମୀ ବିବେକାନନ୍ଦ ଡେଟ୍ରଏଟ୍ ସହରକୁ ଆସି ବିପୁଳ ପ୍ରଭାବ ବିସ୍ତାର କରିଅଛନ୍ତି। ସର୍ବଶ୍ରେଣୀର ନରନାରୀ ତାଙ୍କର ଭାଷଣ ଶୁଣିବାକୁ ଆସୁଥିଲେ। ବିଶେଷତଃ ଧର୍ମଯାଜକମାନେ ତାଙ୍କ ଅଭିମତରେ ଅକାଟ୍ୟ ଯୁକ୍ତିଜାଳ ଦ୍ୱାରା ଅତିଶୟ ଆକୃଷ୍ଟ ହେଉଥିଲେ। ଶ୍ରୋତୃବର୍ଗଙ୍କ ସଂଖ୍ୟା ଏତେ ବେଶୀ ହୋଇଥିଲା ଯେ ଏକମାତ୍ର ସ୍ଥାନୀୟ ନାଟ୍ୟଶାଳାଟିରେ ସେମାନଙ୍କର ସ୍ଥାନ ଯଥେଷ୍ଟ ହୋଇଥିଲା। ସେ ଅତି ବିଶୁଦ୍ଧ ଇଂରାଜୀ କହୁଥିଲେ। ଦେଖିବାକୁ ଯେପରି ସୁପୁରୁଷ, ତାଙ୍କର ସ୍ୱଭାବ ମଧ୍ୟ ସେହିପରି ସୁନ୍ଦର। ଡେଟ୍ରଏଟ୍ ସହରର ସମ୍ବାଦପତ୍ରଗୁଡ଼ିକ ତାଙ୍କର ବକ୍ତୃତାର ବିବରଣୀ ପ୍ରକାଶ କରିବା ପାଇଁ ଯଥେଷ୍ଟ ସ୍ଥାନ ଦେଇଥିଲେ। ଡେଟ୍ରଏଟ୍ ଇଭିନିଂ ନ୍ୟୁଜ୍ ପତ୍ରିକା ଦିନକର ସମ୍ପାଦକୀୟ ମନ୍ତବ୍ୟରେ କହିଥିଲେ, ଅଧିକ ସଂଖ୍ୟକ ଲୋକେ ମନେ କରିବେ ଯେ ଗତ ସନ୍ଧ୍ୟାରେ ନାଟ୍ୟଶାଳାରେ ପ୍ରଦତ୍ତ ବକ୍ତୃତାରେ ସ୍ୱାମୀ ବିବେକାନନ୍ଦ ଏହି ନଗରରେ ପ୍ରଦତ୍ତ ଅନ୍ୟ ବକ୍ତୃତା ଅପେକ୍ଷା ଅନେକ ଅଧିକ ଦକ୍ଷତା ପ୍ରଦର୍ଶନ କରିଅଛନ୍ତି। ସେ ଯଥାର୍ଥ ଏବଂ ବିକୃତ ଖ୍ରୀଷ୍ଟଧର୍ମ ମଧ୍ୟରେ ପାର୍ଥକ୍ୟ ପ୍ରଦର୍ଶନ କରି ଶ୍ରୋତୃବର୍ଗଙ୍କୁ ସ୍ପଷ୍ଟ ଭାବରେ ଜଣାଇଦେଲେ ଯେ କେଉଁ ଅର୍ଥରେ ସେ ନିଜକୁ ଜଣେ ଖ୍ରୀଷ୍ଟିଆନ ବୋଲି ଭାବନ୍ତି ଏବଂ କେଉଁ ଅର୍ଥରେ ଭାବନ୍ତି ନାହିଁ। ସେ ଯଥାର୍ଥ ଓ ବିକୃତ ହିନ୍ଦୁ ଧର୍ମ ମଧ୍ୟରେ ମଧ୍ୟ ପାର୍ଥକ୍ୟ ପ୍ରଦର୍ଶନ କରି ବୁଝାଇଦେଲେ। ପ୍ରକୃତ ଅର୍ଥରେ ସେ ନିଜକୁ ହିନ୍ଦୁ ମନେ କରନ୍ତି। ସେ ସବୁ ପ୍ରକାର ସମାଲୋଚନାର ସୀମା ଅତିକ୍ରମ କରି କହିପାରିଥିଲେ, ଆମେମାନେ ଯୀଶୁଙ୍କର ପ୍ରକୃତ ବାର୍ତ୍ତାବହମାନଙ୍କୁ ଚାହୁଁ। ସେମାନେ ଦଳ ଦଳ ହୋଇ ହଜାର ହଜାର ସଂଖ୍ୟାରେ ଭାରତକୁ ଆସନ୍ତୁ, ଯୀଶୁଙ୍କର ମହତ୍ ଜୀବନ ଆମମାନଙ୍କ ସମ୍ମୁଖରେ ଉପସ୍ଥାପିତ କରନ୍ତୁ ଏବଂ ଆମମାନଙ୍କର ସମାଜର ଗଭୀର ପ୍ରଦେଶରେ ତାଙ୍କର ଭାବ ଅନୁସରଣ କରିବାରେ ସହାୟତା କରନ୍ତୁ। ଯୀଶୁଙ୍କୁ ସେମାନେ ଭାରତର ପ୍ରତ୍ୟେକ ଗ୍ରାମରେ ପ୍ରତି ପ୍ରାନ୍ତରେ ପ୍ରଚାର କରନ୍ତୁ। ଯେତେବେଳେ କୌଣସି ବ୍ୟକ୍ତି ମୁଖ୍ୟ ବିଷୟରେ ଏତେଟା ନିଶ୍ଚିତ, ସେତେବେଳେ ସେ ଆଉ ଯାହା କହନ୍ତୁ ନା କାହିଁକି ତାହା ଗୌଣ ବିଷୟର ବିଶଦ ଉଲ୍ଲେଖ ମାତ୍ର। ଯେଉଁମାନେ ଏତେଦିନ ଧରି ଗ୍ରୀନଲ୍ୟାଣ୍ଡର ତୁଷାରାଚ୍ଛନ୍ନ ପାର୍ବତ୍ୟ ଦେଶରେ ଏବଂ ଭାରତର ପ୍ରବାଳାକୀର୍ଣ୍ଣ ସମୁଦ୍ର ତଟରେ ଆଧ୍ୟାତ୍ମିକ ତତ୍ତ୍ୱାବଧାନର ଭାର ଗ୍ରହଣ କରିଆସିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଚାର ଓ ଜୀବନ ନୀତି ବ୍ୟାପାରରେ ଜଣେ ପୌତ୍ତଳିକ ଧର୍ମଯାଜକଙ୍କର ଏହି ଉପଦେଶ ବର୍ଷଣ ଏକ ଦାରୁଣ ଅପମାନକର ଦୃଶ୍ୟର ଅବତାରଣା କରିଥିଲା। ଅପମାନ ବୋଧ ଅଧିକାଂଶ ସଂଶୋଧନ ପକ୍ଷରେ ଅପରିହାର୍ଯ୍ୟ। ଖ୍ରୀଷ୍ଟଧର୍ମ ପ୍ରବର୍ତ୍ତକଙ୍କର ମହିମାନ୍ୱିତ ଜୀବନ ସମ୍ପର୍କରେ ଆଲୋଚନା ପରେ ସୁଦୂର ବିଦେଶୀ ଜାତିଗୁଡ଼ିକ ସମ୍ମୁଖରେ ଯେଉଁମାନେ ଖ୍ରୀଷ୍ଟ ଜୀବନର ପ୍ରତିନିଧିତ୍ୱ କରନ୍ତି ବୋଲି ନିଜକୁ ଘୋଷଣା କରନ୍ତି, ସେମାନଙ୍କ ନିକଟରେ ଏହିପରି ଉପଦେଶ ଦେବାର ଅଧିକାର ତାଙ୍କର ଜନ୍ମିଥିଲା ଏବଂ ତାଙ୍କର ଉପଦେଶ ଅନେକାଂଶରେ ସେହି ନାଜରେତବାସୀ ଯୀଶୁଖ୍ରୀଷ୍ଟଙ୍କ ଉକ୍ତି ସଦୃଶ ଶୁଣାଯାଉଥିଲା। ତୁମର ଅର୍ଥପେଟିକାରେ ସ୍ୱର୍ଣ୍ଣ ରୌପ୍ୟ ବା ତାମ୍ର ସଂଗ୍ରହ କର ନାହିଁ। ପରିଧାନ ପାଇଁ ପୋଷାକ ଓ ଜୋତାର ସଂଖ୍ୟା ବୃଦ୍ଧି କର ନାହିଁ। ଏପରିକି ନିଜ ପାଇଁ ଖଣ୍ଡେ ଭ୍ରମଣ ଯଷ୍ଟି ମଧ୍ୟ ସଂଗ୍ରହ କର ନାହିଁ। କାରଣ ପ୍ରତ୍ୟେକ ଶ୍ରମିକ ହିଁ ତାହାର ଆହାର୍ଯ୍ୟ ପାଇବାର ଅଧିକାରୀ। ଯେଉଁମାନେ ବିବେକାନନ୍ଦଙ୍କର ଆବିର୍ଭାବ ପୂର୍ବରୁ ଭାରତୀୟ ଧର୍ମ ସାହିତ୍ୟ ସହିତ କିଛି ମାତ୍ର ପରିଚିତ ହୋଇଥିଲେ, ସେମାନେ ପ୍ରତୀଚ୍ୟ ଦେଶୀୟମାନଙ୍କର ସବୁ ପ୍ରକାର କର୍ମାନୁଷ୍ଠାନ ମଧ୍ୟରେ ଏପରିକି ଧର୍ମ ଆଚରଣ କ୍ଷେତ୍ରରେ ମଧ୍ୟ ବ୍ୟବସାୟୀ ମନୋଭାବ, ଯାହାକୁ ବିବେକାନନ୍ଦ ଦୋକାନଦାରୀ ମନୋବୃତ୍ତି ଆଖ୍ୟା ଦେଇଛନ୍ତି, ତାହା ପ୍ରତି ପ୍ରାଚ୍ୟ ଦେଶୀୟମାନଙ୍କର ଘୃଣାର କାରଣ ବୁଝିପାରିବେ। ବିଷୟଟି ଧର୍ମପ୍ରଚାରକମାନଙ୍କ ପକ୍ଷରେ ଆଦୌ ଉପେକ୍ଷଣୀୟ ନୁହେଁ। ଯେଉଁମାନେ ପୌତ୍ତଳିକ ପ୍ରାଚ୍ୟ ଜଗତକୁ ଧର୍ମାନ୍ତରିତ କରିବାକୁ ଚାହାନ୍ତି, ପାର୍ଥିବ ଜଗତର ସାମ୍ରାଜ୍ୟ ଏବଂ ବୈଭବକୁ ଘୃଣା ସହକାରେ ପରିହାର କରି ସେମାନଙ୍କୁ ନିଜ ପ୍ରଚାରିତ ଧର୍ମ ଅନୁଯାୟୀ ଜୀବନଯାପନ କରିବାକୁ ହେବ।
ଭ୍ରାତା ବିବେକାନନ୍ଦ ନୈତିକ ଦିଗରୁ ଭାରତକୁ ସର୍ବାପେକ୍ଷା ଉନ୍ନତ ଦେଶ ବୋଲି ମନେ କରନ୍ତି। ପରାଧୀନତା ସତ୍ତ୍ୱେ ଭାରତର ଆଧ୍ୟାତ୍ମିକତା ଅକ୍ଷୁଣ୍ଣ ରହିଅଛି। ଡେଟ୍ରଏଟ୍ରେ ପ୍ରଦତ୍ତ ତାଙ୍କର ବକ୍ତୃତା ସମ୍ପର୍କରେ ପ୍ରକାଶିତ କେତୋଟି ବିବରଣୀର ଅଂଶବିଶେଷ ଏଠାରେ ପ୍ରଦତ୍ତ ହେଲା। ନିରହଙ୍କାର ଭାବ ହିଁ ପୁଣ୍ୟ ଏବଂ ସକଳ ପ୍ରକାର ଅହଙ୍କାର ଭାବ ହିଁ ପାପ। ଏହି ମର୍ମରେ ଭାରତୀୟମାନଙ୍କର ଯେଉଁ ବିଶ୍ୱାସ ବର୍ତ୍ତମାନ ଏହିଠାରେ ତା ଉଲ୍ଲେଖ କରି ବକ୍ତା ତାଙ୍କର ଆଲୋଚନାର ମୂଳ ନୈତିକ ସ୍ୱରଟି ଧ୍ୱନିତ କଲେ। ଗତ ସନ୍ଧ୍ୟାର ବକ୍ତୃତାରେ ଉକ୍ତ ଭାବର ପ୍ରାଧାନ୍ୟ ଅନୁଭୂତ ହୁଏ ଏବଂ ତାହାକୁ ହିଁ ତାଙ୍କର ବକ୍ତୃତାର ସାରମର୍ମ ବୋଲି କୁହାଯାଇପାରେ। ହିନ୍ଦୁ କହେ, ନିଜ ପାଇଁ ଗୃହ ନିର୍ମାଣ କରିବା ସ୍ୱାର୍ଥପରତାର କାର୍ଯ୍ୟ। ସେଥିପାଇଁ ସେ ଏହା ଈଶ୍ୱରଙ୍କର ପୂଜା ଓ ଅତିଥି ସେବା ଉଦ୍ଦେଶ୍ୟରେ ନିର୍ମାଣ କରେ। ନିଜ ଉଦରପୂର୍ତ୍ତି ପାଇଁ ଆହାର୍ଯ୍ୟ ପ୍ରସ୍ତୁତ କରିବା ସ୍ୱାର୍ଥପରତାର କାର୍ଯ୍ୟ। ସୁତରାଂ ଦରିଦ୍ର ନାରାୟଣ ସେବା ପାଇଁ ଆହାର ପ୍ରସ୍ତୁତ କରାହୁଏ। କ୍ଷୁଧାର୍ତ ଅତିଥିର ଆବେଦନ ପୂର୍ଣ୍ଣ କରିବା ପରେ ହିନ୍ଦୁ ସ୍ୱୟଂ ଅନ୍ନ ଗ୍ରହଣରେ ପ୍ରବୃତ୍ତ ହୁଅନ୍ତି। ଏହି ମନୋଭାବ ଦେଶର ସର୍ବତ୍ର ପ୍ରକଟିତ। ଯେକୌଣସି ବ୍ୟକ୍ତି ଗୃହସ୍ଥ ନିକଟକୁ ଆସି ଆହାର ଓ ଆଶ୍ରୟ ପ୍ରାର୍ଥନା କରିପାରେ ଏବଂ ସବୁ ଗୃହର ଦ୍ୱାର ତାହା ପାଇଁ ଉନ୍ମୁକ୍ତ ଥାଏ। ଜାତିଭେଦ ପ୍ରଥା ସହିତ ଧର୍ମର କୌଣସି ସମ୍ପର୍କ ନାହିଁ। କୌଣସି ବ୍ୟକ୍ତି ଉତ୍ତରାଧିକାର ସୂତ୍ରରେ ତାହାର ବୃତ୍ତିପ୍ରାପ୍ତ ହୁଏ। ସୂତ୍ରଧର ରୂପରେ ଜନ୍ମଗ୍ରହଣ କରେ। ସ୍ୱର୍ଣ୍ଣକାର ରୂପରେ, ଶ୍ରମିକ ରୂପରେ ଏବଂ ପୁରୋହିତ ରୂପରେ। ଦୁଇ ପ୍ରକାର ଦାନ ବିଶେଷ ପ୍ରଶଂସାର୍ହ, ବିଦ୍ୟାଦାନ ଓ ପ୍ରାଣଦାନ। ବିଦ୍ୟାଦାନର ସ୍ଥାନ ସର୍ବାଗ୍ରେ। ଅନ୍ୟର ଜୀବନ ରକ୍ଷା କରିବା ଉତ୍ତମ କର୍ମ। ବିଦ୍ୟାଦାନ ଅଧିକତର ଉତ୍ତମ କର୍ମ। ଅର୍ଥ ବିନିମୟରେ ଶିକ୍ଷାଦାନ ପାପ। ପୁଣ୍ୟ ଭଳି ଅର୍ଥ ବିନିମୟ କରି ଯିଏ ବିଦ୍ୟା ବିକ୍ରି କରନ୍ତି ସେ ନିନ୍ଦାର୍ହ। ସରକାର ମଝିରେ ମଝିରେ ଏହିସବୁ ଶିକ୍ଷାଦାତାଙ୍କୁ ସାହାଯ୍ୟ ପ୍ରଦାନ କରନ୍ତି ଏବଂ ତାହାର ନୈତିକ ଫଳ ତଥାକଥିତ କୌଣସି ସୁସଭ୍ୟ ଦେଶରେ ଯେଉଁ ବ୍ୟବସ୍ଥା ବର୍ତ୍ତମାନ ତାହା ଅପେକ୍ଷା ଉତ୍ତମ। ବକ୍ତା ଏ ଦେଶର ସର୍ବତ୍ର ସଭ୍ୟତାର ସଂଜ୍ଞା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏ ପ୍ରଶ୍ନ ସେ ଅନ୍ୟାନ୍ୟ ଦେଶରେ ମଧ୍ୟ କରିଅଛନ୍ତି। ଅନେକ ସମୟରେ ଉତ୍ତରର ମର୍ମ ହେଉଥିଲା, ଆମେମାନେ ଯାହା ତାହା ହିଁ ସଭ୍ୟତା। ସେ ଉକ୍ତ ସଂଜ୍ଞା ମାନି ନେଇପାରୁନଥିଲେ। ତାଙ୍କ ମତରେ କୌଣସି ଜାତି ଜଳ, ସ୍ଥଳ ଏପରିକି ସମସ୍ତ ପଞ୍ଚଭୂତ ଉପରେ ଆଧିପତ୍ୟ ଲାଭ କରିପାରେ ଏବଂ ଜୀବନର ହିତ ସଂକ୍ରାନ୍ତ ସମସ୍ୟାଗୁଡ଼ିକର ସାମୟିକ ସମାଧାନ କରିପାରେ। ତଥାପି ସଭ୍ୟତା ବ୍ୟକ୍ତି ଜୀବନରେ ବାସ୍ତବ ହୋଇଉଠେ ନାହିଁ। ଯିଏ ନିଜ ଆତ୍ମାକୁ ଜୟ କରିପାରିଅଛି, ସଭ୍ୟତାର ପରାକାଷ୍ଠା ତାଙ୍କରି ମଧ୍ୟରେ ପରିସ୍ଫୁଟ। ଜଗତରେ ଅନ୍ୟ ଦେଶ ଅପେକ୍ଷା ଭାରତରେ ହିଁ ଏହିପରି ଅବସ୍ଥା ଅଧିକ ଦୃଷ୍ଟ ହୁଏ। କାରଣ ସେଠାରେ ହିଁ ଐହିକ ବିଷୟ ଗୌଣ, ଆଧ୍ୟାତ୍ମିକତାର ସହାୟକ ମାତ୍ର। ଭାରତୀୟମାନେ ପ୍ରାଣ ସତ୍ତାରେ ଉଜ୍ଜୀବିତ ସକଳ ବସ୍ତୁ ମଧ୍ୟରେ ଆତ୍ମାର ବିକାଶ ଦର୍ଶନ କରନ୍ତି ଏବଂ ପ୍ରକୃତି ସମ୍ବନ୍ଧରେ ଜ୍ଞାନ ସେମାନେ ଏହି ଦୃଷ୍ଟିକୋଣ ମଧ୍ୟ ଦେଇ ଅର୍ଜନ କରନ୍ତି। ସୁତରାଂ ଅଦମ୍ୟ ଧୈର୍ଯ୍ୟ ସହିତ କଠିନତର ଦୁର୍ଭାଗ୍ୟ ସହ୍ୟ କରିବା ଭଳି ଧୀର ପ୍ରକୃତି ଏବଂ ସେଥିସହିତ ଅନ୍ୟାନ୍ୟ ଦେଶବାସୀ ଅପେକ୍ଷା ଅଧିକତର ଶକ୍ତି ଓ ଜ୍ଞାନ ସମ୍ପର୍କରେ ପୂର୍ଣ୍ଣ ସଚେତନତା ଭାରତରେ ରହିଅଛି। ସେଥିପାଇଁ ସେଠାରେ ଏପରି ଗୋଟିଏ ଜାତି ଅଛି ଯେଉଁମାନଙ୍କର ନିରବଚ୍ଛିନ୍ନ ଜୀବନଧାରା ଦୂରଦୂରାନ୍ତରର ଚିନ୍ତାନାୟକମାନଙ୍କୁ ଆକୃଷ୍ଟ କରିଅଛି ଏବଂ ସେମାନଙ୍କର ସ୍କନ୍ଧରୁ ପୀଡ଼ାଦାୟକ ସାଂସାରିକ ବୋଝଟି ଲାଘବ କରିବାକୁ ଆହ୍ୱାନ ଜଣାଇଅଛି। ଏହି ବକ୍ତୃତାର ମୁଖବନ୍ଧରେ କୁହାଯାଇଥିଲା ଯେ ବକ୍ତାଙ୍କୁ ବହୁ ପ୍ରଶ୍ନ କରାହୋଇଅଛି। ତନ୍ମଧ୍ୟରୁ କେତେଗୁଡ଼ିଏ ପ୍ରଶ୍ନର ଉତ୍ତର ସେ ବ୍ୟକ୍ତିଗତ ଭାବରେ ଦେବାକୁ ଇଚ୍ଛା କରିଥିଲେ, କିନ୍ତୁ 3ଟି ପ୍ରଶ୍ନର ଉତ୍ତର ସେ ବକ୍ତୃତା ମଞ୍ଚରୁ ଦେଇଥିଲେ। ସେହି 3ଟିକୁ ନିର୍ବାଚନ କରିବାର କାରଣ କ୍ରମଶଃ ଜଣାଯିବ। ସେହି 3ଗୋଟି ପ୍ରଶ୍ନ ହେଲା, ଭାରତବାସୀମାନେ କ'ଣ
ସେମାନଙ୍କର ସନ୍ତାନମାନଙ୍କୁ କୁମ୍ଭୀର ମୁହଁରେ ସମର୍ପଣ କରନ୍ତି? ସେମାନେ କ'ଣ ଜଗନ୍ନାଥଙ୍କର ରଥଚକ୍ର ତଳେ ନିଜକୁ ନିକ୍ଷେପ କରନ୍ତି? ସେମାନେ କ'ଣ ବିଧବାମାନଙ୍କୁ ମୃତ ସ୍ୱାମୀ ସହିତ ଏକତ୍ର ଅଗ୍ନିଦଗ୍ଧ କରି ହତ୍ୟା କରନ୍ତି? ପ୍ରଥମ ପ୍ରଶ୍ନର ଉତ୍ତର ସେ ସେହି ଭାବରେ ଦେଲେ ଯେଉଁ ଭାବରେ ଜଣେ ଆମେରିକାବାସୀ ବିଦେଶ ଭ୍ରମଣ କାଳରେ ନ୍ୟୁୟର୍କର ରାସ୍ତାରେ ରେଡ୍ ଇଣ୍ଡିଆନମାନେ ଯଥେଚ୍ଛ ଭାବରେ ଘୁରି ବୁଲନ୍ତି କି ନାହିଁ, ଅଥବା ୟୁରୋପରେ ଆଜି ମଧ୍ୟ ଅନେକ ବିଶ୍ୱାସ କରନ୍ତି, ଏପରି ଉପକଥା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦିଅନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ଉକ୍ତ ପ୍ରଥମ ପ୍ରଶ୍ନଟି ଅତ୍ୟନ୍ତ ହାସ୍ୟକର ଏବଂ ଉତ୍ତର ଦାନର ଅଯୋଗ୍ୟ ବୋଲି ମନେ ହୋଇଅଛି। ଯେତେବେଳେ କତିପୟ ସଦାଶୟ ଅଥଚ ଅଜ୍ଞ ବ୍ୟକ୍ତିଙ୍କ ନିକଟରୁ ସେ ଏହି ପ୍ରଶ୍ନର ସମ୍ମୁଖୀନ ହୁଅନ୍ତି, କେଉଁ କାରଣରୁ କେବଳ ମାତ୍ର ବାଳିକାମାନଙ୍କୁ କୁମ୍ଭୀର ମୁହଁରେ ଦିଆହୁଏ, ସେତେବେଳେ ସେ ବିଦ୍ରୂପ କରି ଉତ୍ତର ଦିଅନ୍ତି, ବୋଧହୁଏ ସେମାନେ ଅଧିକତର ନରମ ଓ କୋମଳ ବୋଲି ଏବଂ ସେହି ତମସାଚ୍ଛନ୍ନ ଦେଶର ଜଳାଶୟ ସମୂହର ଅଧିବାସୀମାନେ ଦନ୍ତ ଦ୍ୱାରା ସହଜରେ ସେମାନଙ୍କୁ ଚର୍ପଣ କରିପାରିବେ ବୋଲି ଏହିପରି କରାହୁଏ। ଜଗନ୍ନାଥ ସମ୍ପର୍କିତ ଗଳ୍ପ ସମ୍ବନ୍ଧରେ ବକ୍ତା ଜଗନ୍ନାଥପୁରୀର ପବିତ୍ର ନଗରର ପ୍ରାଚୀନ ରଥଯାତ୍ରା ଉତ୍ସବ ବର୍ଣ୍ଣନା କରି ଏହି ମନ୍ତବ୍ୟ କଲେ ଯେ ସମ୍ଭବତଃ ରଥର ରଜ୍ଜୁ ଧରିବା ଓ ଟାଣିବାର ଆଗ୍ରହାତିଶଯ୍ୟରେ କିଛି ସଂଖ୍ୟକ ପୁଣ୍ୟକାମୀ ବ୍ୟକ୍ତି ଗୋଡ଼ ଖସି ମୃତ୍ୟୁମୁଖରେ ପଡ଼ିଥାଇପାରନ୍ତି। ଏହି ଧରଣର କିଛି ଦୁର୍ଘଟଣା ଅତିରଞ୍ଜିତ ହୋଇ ଏପରି ବିକୃତ ଆକାର ଧାରଣ କରିଅଛି ଯେ ଅନ୍ୟାନ୍ୟ ଦେଶର ସହୃଦୟ ବ୍ୟକ୍ତିଗଣ ତାହା ଶ୍ରବଣ କରି ଆତଙ୍କରେ ଶୀତେଇ ଉଠନ୍ତି। ବିଧବାମାନଙ୍କୁ ଅଗ୍ନିଦଗ୍ଧ କରି ହତ୍ୟା କରିବା କଥା ବିବେକାନନ୍ଦ ଅସ୍ୱୀକାର କଲେ ଏବଂ ସତ୍ୟ ତଥ୍ୟ ଉଦ୍ଘାଟିତ କରି କହିଲେ, ହିନ୍ଦୁ ବିଧବାଗଣ ଅଗ୍ନିରେ ଆତ୍ମାହୁତି ସ୍ୱେଚ୍ଛାରେ ଦେଉଥିଲେ। ଯେଉଁ ଅଳ୍ପ ସଂଖ୍ୟକ କ୍ଷେତ୍ରରେ ଏହି ଘଟଣା ଘଟିଛି, ସେଠାରେ ମହାପ୍ରାଣ ବ୍ୟକ୍ତିମାନେ ଯେଉଁମାନେ ସବୁବେଳେ ଆତ୍ମହତ୍ୟାର ବିରୋଧୀ, ସେମାନେ ବିଧବାମାନଙ୍କୁ ଉକ୍ତ କାର୍ଯ୍ୟରୁ ବିରତ ହେବା ପାଇଁ ସ୍ୱନିର୍ବନ୍ଧ ଅନୁରୋଧ କରିଛନ୍ତି ଏବଂ ଯେଉଁ ସବୁ କ୍ଷେତ୍ରରେ ସ୍ୱାଧୀ ବିଧବାଗଣ ଲୋକାନ୍ତରରେ ସ୍ୱାମୀଙ୍କର ସହଗାମିନୀ ହେବା ପାଇଁ ଐକାନ୍ତିକ ଆଗ୍ରହ ପ୍ରକାଶ କରିଅଛନ୍ତି, ସେହିମାନଙ୍କୁ ଏହି ଅଗ୍ନି ପରୀକ୍ଷା ଦେବାକୁ ଅନୁମତି ଦିଆହୋଇଅଛି। ଅର୍ଥାତ୍ ଯଦି ସେମାନେ ହାତ ଦୁଇଟି ଅଗ୍ନିରେ ସମର୍ପଣ କରି ଦଗ୍ଧ କରିପାରିଥିଲେ, ତାହେଲେ ସେମାନଙ୍କର ଐକାନ୍ତିକ ବାସନା ପୂରଣରେ ଆଉ କୌଣସି ବାଧା ଦିଆ ହେଉନଥିଲା। କିନ୍ତୁ ଭାରତ ହିଁ ଏକମାତ୍ର ଦେଶ ନୁହେଁ ଯେଉଁଠି ନାରୀ ପ୍ରେମବଶତଃ ସ୍ୱାମୀର ମୃତ୍ୟୁର ଅବ୍ୟବହିତ ପରେ ହିଁ ତାଙ୍କର ଅନୁଗମନ କରି ଅମର ଲୋକକୁ ଗମନ କରିଅଛନ୍ତି। ଏପରି କ୍ଷେତ୍ରରେ ପୃଥିବୀର ସବୁ ଦେଶରେ ହିଁ କେତେକ ନାରୀ ପ୍ରାଣ ବିସର୍ଜନ କରିଅଛନ୍ତି। ଯେକୌଣସି ଦେଶର ଏହି ଧରଣର ଆବେଗ ବିରଳ ଏବଂ ଭାରତବର୍ଷରେ ମଧ୍ୟ ଏହା ଅନ୍ୟାନ୍ୟ ଦେଶ ଭଳି ପ୍ରତିଦିନର ସାଧାରଣ ବିଷୟ ନୁହେଁ। ବକ୍ତା ପୁନରାବୃତ୍ତି କରି କହିଲେ, ଭାରତବାସୀମାନେ ନାରୀମାନଙ୍କୁ ଅଗ୍ନିଦଗ୍ଧ କରି ହତ୍ୟା କରନ୍ତି ନାହିଁ ଏବଂ ସେମାନେ କେବେ ହେଲେ ଡାହାଣୀ ହତ୍ୟା କରିନାହାନ୍ତି। ବକ୍ତାଙ୍କ ଶେଷୋକ୍ତ ଶ୍ଲେଷଟି ଅତି ତୀବ୍ର। ଏହି ହିନ୍ଦୁ ସନ୍ନ୍ୟାସୀଙ୍କର ଦାର୍ଶନିକ ମତବାଦ ବିଶ୍ଳେଷଣର କୌଣସି ପ୍ରୟୋଜନ ଏଠାରେ ନାହିଁ। କେବଳ ଏତିକି କହିଲେ ହେବ ଯେ ଏହାର ସାଧାରଣ ଭିତ୍ତି ହେଲା ଅନନ୍ତର ଉପଲବ୍ଧି ପାଇଁ ଆତ୍ମାର ଯେଉଁ ପ୍ରୟାସ ତାହାରି ଉପରେ। ଜଣେ ହିନ୍ଦୁ ପଣ୍ଡିତ ଏ ବର୍ଷ ଲାଉଏଲ୍ ଇନଷ୍ଟିଚ୍ୟୁଟର ପାଠ୍ୟକ୍ରମର ଉଦ୍ବୋଧନ କରିଥିଲେ। ଶ୍ରୀଯୁକ୍ତ ମଜୁମଦାର ଯାହାର ସୂଚନା ଦେଇଥିଲେ, ଭ୍ରାତା ବିବେକାନନ୍ଦ ଯୋଗ୍ୟତାର ସହିତ ତାହାର ଉପସଂହାର କଲେ। ଏହି ନୂତନ ପର୍ଯ୍ୟଟକଙ୍କର ବ୍ୟକ୍ତିତ୍ୱ ଅଧିକ ଆକର୍ଷଣୀୟ, ଯଦିଓ ହିନ୍ଦୁ ଦର୍ଶନର ମତ ଅନୁଯାୟୀ ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେବା ଉଚିତ ନୁହେଁ। ଧର୍ମ ମହାସମ୍ମେଳନରେ ଉଦ୍ୟୋକ୍ତାଗଣ ବିବେକାନନ୍ଦଙ୍କୁ କାର୍ଯ୍ୟସୂଚୀର ଶେଷ ଭାଗକୁ ରଖୁଥିଲେ, ଯେପରି ଶ୍ରୋତାମାନେ ତାଙ୍କର ଭାଷଣ ଶୁଣିବା ପାଇଁ ଅଧିବେଶନର ଶେଷ ପର୍ଯ୍ୟନ୍ତ ବସି ରହନ୍ତି। ବିଶେଷ କରି କୌଣସି ଗରମ ଦିନରେ ଯେତେବେଳେ କୌଣସି ବକ୍ତା ଦୀର୍ଘ ନିରସ ବକ୍ତୃତା ଆରମ୍ଭ କରୁଥିଲେ ଏବଂ ଶ୍ରୋତାମାନେ ଦଳ ଦଳ ହୋଇ ସଭାସ୍ଥଳ ପରିତ୍ୟାଗ କରି ଯାଉଥିଲେ, ସେତେବେଳେ ସମ୍ମେଳନର ସଭାପତି ଉଠି ଘୋଷଣା କରି ଦେଉଥିଲେ, ସମାପ୍ତି ସୂଚକ ସ୍ୱସ୍ତି ବାଚନର ପୂର୍ବେ ସ୍ୱାମୀ ବିବେକାନନ୍ଦ ସଂକ୍ଷିପ୍ତ ଭାଷଣ ଦେବେ। ସେତେବେଳେ ଯାଇ ଶ୍ରୋତାମାନେ
ଶାନ୍ତ ହେଉଥିଲେ। 4,000 ନରନାରୀ ଅସହ୍ୟ ଗରମରେ ପଙ୍ଖା ବୁଲେଇ ବୁଲେଇ ସ୍ମିତ ମୁଖରେ ଓ ସାଗ୍ରହରେ ବିବେକାନନ୍ଦଙ୍କର 15 ମିନିଟ୍ ବକ୍ତୃତା ଶୁଣିବା ପାଇଁ ଘଣ୍ଟା ପରେ ଘଣ୍ଟା ଅନ୍ୟ ବକ୍ତାମାନଙ୍କର ବକ୍ତୃତା ସମୟରେ ଅପେକ୍ଷା କରି ବସି ରହୁଥିଲେ। ସଭାପତି ସର୍ବାପେକ୍ଷା ଉତ୍ତମ ବସ୍ତୁଟିକୁ ଶେଷରେ ପରିବେଷଣ କରିବାର ପୁରାତନ ରୀତି ସମ୍ବନ୍ଧରେ ଅଭିଜ୍ଞ ଥିଲେ। ଓಂ ଶାନ୍ତି 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 ହରି ଓಂ ତତ୍ସତ୍।